ସେଦିନ ସନ୍ଧ୍ୟାବେଳେ ସୁନସାନ ରାସ୍ତାରେ ଜଣେ ଯୁବତୀ ମୋତେ ଲିଫ୍ଟ ମାଗିଲା। ଅନ୍ଧାର ହେଇ ସାରିଥିଲା। ଜଙ୍ଗଲିଆ ରାସ୍ତା ଦେଇ ଆଠମଲ୍ଲିକ ରାସ୍ତାରେ ଗଲାବେଳେ ସେ ଝିଅକୁ ଦେଖି କାହିଁକି କେଜାଣି ଗୋଟେ ଅଜଣା ଭୟ ମୋ ମନ ଭିତରକୁ ଆନ୍ଦୋଳିତ କଲା। କିଏ ସେ ଯୁବତୀ? ଏ ସୁନସାନ ରାସ୍ତାରେ ସେ କ'ଣ କରୁଛି? ସେଇ ଡର ଆଉ ଭୟ ଭିତରେ ଗାଡ଼ିର ବ୍ରେକ୍ ଉପରକୁ ଗୋଡ଼ଟା ଚାଲି ଯାଇଥିଲା। କ'ଣ ହେଲା ପଚାରିଲି। ସେପଟୁ ସେ କହିଲା, ସାର୍ ଟିକେ ଆଗକୁ ଯିବି, ନେଇଯାଆନ୍ତୁ। ଚାଲି ଚାଲି ଗୋଡ଼ଟା ଦରଜ ହେଇଗଲାଣି। ତାକୁ କିଛି ପଚାରିବା ପୂର୍ବରୁ ସେ ଡୋର୍ ଖୋଲି ଗାଡ଼ିରେ ବସି ପଡ଼ିଲା। ଅନ୍ଧାରରେ ମୁହଁ ଠିକ୍ରେ ଦେଖାଯାଉନଥିଲା। କ'ଣ ପଚାରିବି ଭାବି ଚାଲିଥିଲି। ପ୍ରାୟ 5 କିଲୋମିଟର ଗଲା ପରେ ଗାଡ଼ି ରଖିବାକୁ କହିଲା। ସାଙ୍ଗରେ ଆଣିଥିବା ପଲିଥିନ୍ ଧରି ଗାଡ଼ି ବାହାରକୁ ବାହାରିଲା ଆଉ ଗୋଟେ ଅଣଓସାରିଆ ରାସ୍ତାରେ ଚାଲିବାକୁ ଲାଗିଲା। କ୍ଷଣିକ ଭିତରେ ସେ ଅନ୍ଧାରରେ କୁଆଡ଼େ ସେ ଗାୟବ ହେଇଯାଇଥିଲା। ଦେହ ଟିକେ ଶୀତେଇ ଉଠିଲା, ଭୟ ଲାଗିଲା। ଆଉ ଗାଡ଼ିର ଗତି ଟିକେ ବଢ଼େଇଲି ଆଉ ଆଖି ପିଛୁଳାକେ ସେ ଜାଗା ଛାଡ଼ି ଚାଲିଗଲି। ତାକୁ ଭଲ ଭାବରେ ଦେଖିନଥିଲେ ବି ପୁଣି ଥରେ ଦେଖିଲେ ତାକୁ ଚିହ୍ନିବାରେ କୌଣସି ଅସୁବିଧା ନଥିଲା। ମୁଁ ରାତିରେ ବୌଦ୍ଧ ପହଞ୍ଚି ଯାଇଥିଲି। ହୋଟେଲରେ ରୁମ୍ ନେଲି। ଆଉ ରାତି ସାରା ସେଇ କଥା ମନ ଭିତରକୁ ପଶି ଆସୁଥିଲା। କିଏ ଥିଲା ସେ? ସୁନସାନ ରାସ୍ତାରେ କୁଆଡ଼େ ଉଭା ନେଇଗଲା? ସେ ଭୂତ ନଥିଲା ତ? ଏମିତି ଅନେକ ପ୍ରଶ୍ନ ଭିତରେ ମୋତେ ନିଦ ଆସିଯାଇଥିଲା। ପରଦିନ ବୌଦ୍ଧରୁ କାମ ସାରି ପୁଣି ସେଇ ରାସ୍ତାରେ ଆସିଲି। ଏବେ କିନ୍ତୁ ରାତି ନଥିଲା, ପୁରା ଦିନ ଥିଲା। ଆଉ ସେଇ ଯୁବତୀକି ଛାଡ଼ିଥିବା ଜାଗାରେ ଗାଡ଼ି ଅଟକେଇଲି। ଆଉ ସେଇ ରାସ୍ତାକୁ ଭଲ ଭାବରେ ଦେଖି ଚାଲିଥିଲି। ୟାର ଭିତରେ ସାଇକେଲ ନେଇ ଜଣେ ମଉସା ଆସିଲେ। ତାଙ୍କୁ ଅଟକେଇଲି ଆଉ ପଚାରିଲି, ମଉସା ଏ ରାସ୍ତା କୁଆଡ଼େ ଯାଇଛି? ମଉସା କହିଲେ, ପୁଅ ଦେଖିବାକୁ ଗଲେ ଏ ରାସ୍ତା ସେମିତି କୁଆଡ଼େ ଯାଇନି। ଚାଷବାସ ପାଇଁ କ୍ଷେତକୁ ଯିବାକୁ ଏ ରାସ୍ତାଟି ଅଛି। ହଁ, ଏ ରାସ୍ତାରେ ଗଲେ ଅନେକ ଦୂରରେ ଗୋଟେ ଗାଁ ଅଛି। ହେଲେ ତମ ଗାଡ଼ି ଏପଟେ ଯିବନି ପୁଅ। ଯଦି ସେ ଗାଁକୁ ଯିବ ଆରପଟେ ବୁଲିକି ଆସିବାକୁ ପଡ଼ିବ। ମଉସାଙ୍କର ଏଇ କେଇପଦ କଥା ମୋତେ ଆହୁରି ଭାବନାରେ ପକାଇ ଦେଇଥିଲା। ଯଦି ଗାଁ ନାହିଁ ତେବେ ସେ କୁଆଡ଼େ ଗଲା? ଜାଣିବାକୁ ଇଚ୍ଛା ଥିଲା, ହେଲେ କୌଣସି ରାସ୍ତା ନଥିଲା। ସେସବୁ ପ୍ରଶ୍ନ ଭିତରେ ମୁଁ ଗାଡ଼ି ଷ୍ଟାର୍ଟ ମାରିଲି ଆଉ ମୁଁ ମୋ ରାସ୍ତାରେ ବାହାରିଲି। ହେଲେ ମୋ ସହ କିଛି ଅଜବ ଘଟଣା ଘଟିଲା। ମୁଁ ପୁଣି ସେଇ ଜାଗାରେ ସେଇ ଯୁବତୀକି ଭେଟିଲି ଯେଉଁଠି ତାକୁ ମୁଁ କାଲି ସନ୍ଧ୍ୟାରେ ଲିଫ୍ଟ ଦେଇଥିଲି। ଏଥର ମୁଁ ସିଓର ହେଇଗଲି ଯେ ନିଶ୍ଚିତ ଇଏ ଭୂତ ହିଁ ହେଇଥିବ। ଡର ଲାଗୁଥିଲା, ହେଲେ ଗାଡ଼ି ରଖିବାକୁ ସାହସ ହେଉନଥିଲା। ହଁ, ଆଉ ଯଦି କିଏ ଥାଆନ୍ତା ମୁଁ ନିଶ୍ଚିତ ପଚାରିଥାନ୍ତି। ଗାଡ଼ି ସ୍ପିଡ୍ କରି ଆଗ ଗାଁରେ ପହଞ୍ଚିଲି। ଆଉ ସେଠି ଥିବା ଗୋଟେ ଦୋକାନରେ ଗାଡ଼ି ଅଟକେଇ ଏ ବିଷୟରେ ପଚାରିବି କି ନାହିଁ ଭାବି ଭାବି କିଛି ଜିନିଷ ମାଗିବା ଆରମ୍ଭ କରିଦେଇଥିଲି। ଆଉ ସେ ଦୋକାନୀ ଜିନିଷ ବାହାର କରୁ କରୁ ମୁଁ ତାକୁ କଥା ଛଳରେ ପଚାରିଥିଲି, ଆଚ୍ଛା ଭାଇ, ଆସିବା ବେଳେ ଯେଉଁ ଯୁବତୀକୁ ଜଙ୍ଗଲ ଭିତରେ ଦେଖିଲି ସେ କିଏ? ସେ କହିଲା, ସାର୍ ଆପଣଙ୍କୁ ବି ସେ ହଇରାଣ କରିଛି? ମୁଁ ନ ଜାଣିଲା ଭଳି କହିଲି, ମାନେ? ସେ କହିଲା, ନାଇଁ ବାବୁ, ସେ ଜଣେ ମାନସିକ ରୋଗୀ। ରାସ୍ତାରେ ଯିବା ଆସିବା ଲୋକଙ୍କୁ ସେ ହଇରାଣ କରେ। ଲିଫ୍ଟ ମାଗି ସାଥିରେ ବସେ ଆଉ ଆଗକୁ ଯାଇ ଓହ୍ଲେଇଯାଏ। ଅନେକ ଥର ହଠାତ୍ ଗାୟବ ହେଇଯାଏ। ଆଜି ପର୍ଯ୍ୟନ୍ତ ତା ବିଷୟରେ କେହି ଜାଣିନାହାନ୍ତି ସାର୍। ସେ କେବେ କାହାକୁ କିଛି କୁହେନି, ଖାଲି ଲିଫ୍ଟ ମାଗେ ଆଉ ଗାଡ଼ିରେ ବସିଯାଏ। କ'ଣ ଖାଏ, କୁଆଡ଼େ ଯାଏ, କେଉଁଠି ରୁହେ କିଛି ଜଣା ନାହିଁ ଆଜ୍ଞା। ମୋତେ କଥାଟା ଟିକେ ଆଶ୍ଚର୍ଯ୍ୟ ଲାଗିଲା। ଆଉ ମୁଁ ସେ କଥାକୁ ଗୁରୁତ୍ୱ ନ ଦେଇ ମୋ ବାଟରେ ଚାଲିଗଲି। ୟାର ଭିତରେ 2 ମାସ ବିତି ଯାଇଥିଲା। ଭୁବନେଶ୍ୱର ଗୋଟେ ମଲ୍ ଭିତରେ ବୁଲିବା ବେଳେ ହଠାତ୍ ଜଣେ ଯୁବତୀ ମୋତେ ଆସି କହିଲା, ସାର୍ ନମସ୍କାର, ଭଲ ଅଛନ୍ତି ତ? ହଠାତ୍ ବୁଲି ପଡ଼ି ଦେଖେ ତ ସେ ଆଉ କେହି ନୁହେଁ, ସେଇ ଯୁବତୀ ଥିଲା ଯିଏ ମୋତେ ସେଦିନ ଜଙ୍ଗଲ ଭିତରେ ଲିଫ୍ଟ ମାଗିଥିଲା। ହେଲେ ସେ ଏଠି କ'ଣ କରୁଛି? ଏମିତି ଭାବନା ଭିତରେ ସେ ମୋତେ କହିଲା, ସାର୍ ଜାଣିପାରିଲେ, ମୁଁ ସେଇ ଯୁବତୀ ଯାହାକୁ ଜଙ୍ଗଲ ଭିତରେ ମୋତେ ସେଦିନ ଲିଫ୍ଟ ଦେଇଥିଲେ। ହଁ, ଜାଣିପାରିଲି ଯେ ଆପଣ ଏଠି କ'ଣ କରୁଛନ୍ତି? ସେ କହିଲା, ଏଠି କ'ଣ କରୁଛି ମାନେ? ମୁଁ ତ ଭୁବନେଶ୍ୱର ରୁହେ। ହେଲେ ସେଦିନ ସେଠି କ'ଣ କରୁଥିଲେ? ସେ ମୋତେ କହିଥିଲେ, ମୁଁ ଯାହା କହିବି କେବେ କାହାକୁ କହିବନି। ସେଦିନ ଆପଣ ମୋତେ ବହୁତ ଭଲ ଲାଗିଲେ ବୋଲି ମୁଁ ଆପଣଙ୍କୁ ଗୋଟେ ସିକ୍ରେଟ୍ କଥା କହୁଛି। ମୁଁ ଜଣେ ଅଣ୍ଡର କଭର ଅଫିସର। ଅନେକ ଦିନ ହେଲା ସେଇ ଜାଗା ଦେଇ ଯିଏ ଯାଉଥିଲା ତା ସହ ଅନେକ କିଛି ଅଜବ ଘଟଣା ଘଟୁଥିଲା। ସେଥିପାଇଁ ମୋତେ ସେଠି ଦାୟିତ୍ୱ ଦିଆଯାଇଥିଲା। ଆପଣ କ'ଣ ଏକା ସେଇ ସୁନସାନ ରାସ୍ତାରେ ରହୁଥିଲେ? ସେ କହିଲା, ନାହିଁ ସାର୍, ମୋ ସହ ମୋର ପୁରା ଟିମ୍ ଥିଲେ। ସେମାନେ ଲୁଚି ଲୁଚି ରହୁଥିଲେ ଆଉ ଆମେ ଗୋଟେ ବଡ଼ ଅପରେସନରେ ଥିଲୁ। ଶେଷରେ ସେ ଅପରେସନ୍ ସକ୍ସେସ୍ ହେଇଗଲା। ପରେ ସେଠୁ ଆମକୁ ଆମ ହେଡ଼କ୍ୱାର୍ଟରକୁ ଅଣାଗଲା। ହେଲେ ଏଇଟା ସିକ୍ରେଟ୍ ଆଜ୍ଞା, କାହାକୁ କହିବେନି। ସେଥିପାଇଁ ମୁଁ ଜାଗା ନାଁଟା ଠିକ୍ରେ କହିନି। ଏକଥା ଜାଣିବା ପରେ ମୁଁ ଜାଣିଗଲି ସତରେ ଏ ଭୂତ କଥା ବୋଧେ ମିଛ। ମୁଁ ଖାଲି ମିଛଟାରେ ଡରି ଯାଇଥିଲି। ସତରେ କ'ଣ ଭୂତ ପ୍ରେତ ଏ ଦୁନିଆରେ ଅଛନ୍ତି? ନା ମୋ ସହ ଘଟିଥିବା ଏମିତି ଘଟଣା ପାଇଁ ଭୂତ ପ୍ରେତର କଳ୍ପନା କରି ଆମେ ବିଶ୍ୱାସ କରିବାକୁ ବାଧ୍ୟ ହଉ? ଏଇଟା କାହାଣୀ ନୁହେଁ ଆଜ୍ଞା, କାହା ସହ ଘଟିଥିବା ସେଇ ମୁହୂର୍ତ୍ତର କିଛି କଥା, ଯାହାକୁ କାହାଣୀ ମାଧ୍ୟମରେ ଆପଣଙ୍କ ସାମ୍ନାକୁ ଆଣିବାକୁ ଚେଷ୍ଟା କରିଛି। କେମିତି ଲାଗିଲା ଜଣାଇବା ସହିତ ଭୂତ ପ୍ରେତକୁ ନେଇ ଆପଣଙ୍କ ମତ କ'ଣ ଜଣାଇବାକୁ
ଜମାଇ ଭୁଲିବେନି। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।